हेलो एवरीवन। आजिर वीडियो रे डिस्कशन करमा प्लस थ्री थर्ड सेमिस्टर पॉलिटिकल साइंस रो कोर पेपर 5 जेनटा कि हमर रोचे भारत रे उपनिवेशवाद और जातीयवाद रो आमे डिस्कशन करूथना यूनिट 1 रो फर्स्ट क्लास और सेकंड क्लास सरी जैसे न जेन माने फर्स्ट क्लास और सेकंड क्लास नहीं देखी से माने चैनल के विजिट करी देखि पारबो आउ नोट्स मध्य डाउनलोड करि पारबो हमर कमेंट सेक्शन रे टेलीग्राम चैनल रो लिंक अच्छे टेलीग्राम चैनल रे जॉइन हेकरी तुम्हें सबुथे नोट्स डाउनलोड करि पारबो। तो आज आमे डिस्कशन करमा क्लास 3 जेनटा कि अछि उपनिवेशवाद रो जुक्ति कॉलोनियलिज्म आर्गुमेंट्स से विषय ने आज आमे पढ़मा उपनिवेशवाद रो जुक्ति कॉलोनियलिज्म आर्गुमेंट्स। आमर उपनिवेशवाद जुक्ति काଣା 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 डिस्कशन करमा हमें पहले देखिनु आमे तार इंट्रोडक्शन पहले देखमा कॉलोनियलिज्म रो आर्गुमेंट्स तारपरे तार जुक्ति तार धार्मिक तारपरे सभ्यता आनंद आर्थिक जुक्ति जेने कि विकास वाणिज्य उत्पादन राजनैतिक जुक्ति स्थिरता शासन आंत शक्ति नैतिक मानवता प्रजुक्ति जुक्ति आंतर्जातीय प्रतिशोधा और जातिवादी जुक्ति देखमा तापर जुक्ति गुड़िकर समालोचना करमा तारपरे उपनिवेशवादर परजुगर प्रतिफलित तारपरे चिंतन सेटा सब आमे देखमा। तो आमे पहले देखूं इंट्रोडक्शन तार माने कॉलोनियलिज्म रो जुक्ति रो तो काना ना देख उपनिवेशवाद उपनिवेशवाद भावरे आमे सही प्रक्रिया को बुझुछु ଯେଉଁଥିରେ ଏକ ଶକ୍ତିଶାଳୀ ରାଜ୍ୟ ଅଥବା ରାଜ୍ୟ ଗୁଡ଼ିକ ଅନ୍ୟ ଆଞ୍ଚଳିକ ଧାରା ଜନସଂଖ୍ୟା ସମ୍ପଦ ଓ ପ୍ରତିଷ୍ଠାକୁ ନିୟନ୍ତ୍ରଣ କରି ତାଙ୍କ ଆର୍ଥିକ ସାମାଜିକ ଓ ସାଂସ୍କୃତିକ ଓ ରାଜନୈତିକ ପ୍ରଭାବ ବଢ଼ାଇଥାନ୍ତି। ଆମେ ଜାଣିଛୁ ଉପନିବେଶବାଦ କହିଲେ କାଣା ଯେନମାନେ ନେଇ ଜାନି ଫାର୍ଷ୍ଟ କ୍ଲାସ୍ ସେକେଣ୍ଡ କ୍ଲାସ୍ ହେଇଛେ ସେଟା ଦେଖ ହେନେ ବୁଝିପାରବ ଉପନିବେଶବାଦ ବେଲେ କାଣା ଉପନିବେଶବାଦ ମାନେ କାଣା ମାନେ ଉପନିବେଶବାଦ କାଣା ମାନେ କାଣା ନା ଦେଖ ମାନେ ଉପନିବେଶବାଦ ବେଲେ ଯେନ୍ ଗୋଟେ ଗୋଟେ ରାଜ୍ୟ କିମ୍ବା ଗୋଟେ ଦେଶକେ ଜନସଂଖ୍ୟାରେ ହଉ କି ସମ୍ପଦ ପ୍ରତିଷ୍ଠା ହଉ କି ତାଙ୍କର ଆର୍ଥିକ ରାଜନୈତିକ ସାଂସ୍କୃତିକ ସାମାଜିକ ଉପରେ ଆଉ ରାଜନୈତିକ ଉପରେ କବ୍ଜା କରିବାରଟା ସେଟା ହେଉଛି ଉପନିବେଶବାଦ। ଉପନିବେଶବାଦ କାଳରେ ଉଚ୍ଚ ଦେଶଗୁଡ଼ିକ ନିଜର ସାମ୍ରାଜ୍ୟବାଦୀ ଆହ୍ୱାନ ଦ୍ୱାରା ଦେଶଗୁଡ଼ିକୁ ଧାବି ଚାଲିଥିଲେ। ସେହି କାଳର ନୀତି ଉଦ୍ଦେଶ୍ୟ ଓ ପ୍ରଚାର ବ୍ୟାପକ ଭାବରେ ନ୍ୟାୟ ବିକାଶ ସଭ୍ୟତା ଓ ମାନବ ସେବା ଉପରେ ଆଧାରିତ ଥାଏ। ଉପନିବେଶବାଦକୁ ନ୍ୟାୟଠାରେ ପ୍ରସ୍ତୁତ କରିବାକୁ ବିଭିନ୍ନ ଯୁକ୍ତି ଉପସ୍ଥାପିତ ହୋଇଛି। ତଳେ ସେ ଯୁକ୍ତି ଗୁଡ଼ିକ ସମାଲୋଚନା ପ୍ରତିକ୍ରିୟା ଦିଆଯାଇଛି ମାନେ ଉପନିବେଶବାଦ ଯେନ୍ ଆମର ଉପନିବେଶବାଦ ମାନେ କଲୋନିଆଲିଜିମ୍ ଯେନ୍ଠାରେ ତାର ଜଷ୍ଟିଫିକେସନ୍ ନ୍ୟାୟଠାରେ ପ୍ରସ୍ତୁତ କରିବାକୁ ଭିନ୍ନ ଯୁକ୍ତି ଉପସ୍ଥାପିତ କରିଛି। ତ ସେ ଯୁକ୍ତିକେ ଆମେ ଦେଖମା ଜଷ୍ଟିଫିକେସନ୍ ଉପନିବେଶବାଦକୁ ନ୍ୟାୟଠାରେ ପ୍ରସ୍ତୁତ କରିଥିବା ମୁଖ୍ୟ ଯୁକ୍ତି ଗୁଡ଼ିକ ନିମ୍ନରେ ଦିଆଯାଇଛି। ତ ଦେଖମା ଆମେ ଏଖାନ ଫାର୍ଷ୍ଟରେ ହେଲା ଆମର ଧାର୍ମିକ ବା ଦୂତତାର ଯୁକ୍ତି ବା ରିଲିଜିୟସ୍ ବା ମିଶନାରୀ ଜଷ୍ଟିଫିକେସନ୍। ତ ଏହା ଏକ ପ୍ରଚଳିତ ନୀତିଗତ ଯୁକ୍ତି ଥିଲା। ଉପନିବେଶବାଦୀ ଦେଶମାନେ ଭାବୁଥିଲେ ଯେ ସେମାନଙ୍କର କର୍ତ୍ତବ୍ୟ ହେଉଛି ଅନ୍ୟମାନଙ୍କୁ ଧର୍ମ ଶିକ୍ଷା ଓ ମୂଲ୍ୟବୋଧ ଦେଇ ସୁଧାର କରିବା। ତାଙ୍କର ଦୂତ ଏବଂ ମିଶନାରୀ ଆୟୋଜନ ଓ ଧର୍ମ ବ୍ୟାପନ କାର୍ଯ୍ୟ ଏହି ପ୍ରଚାରର ଅଂଶ ଥିଲା। ତାରପରେ ଦେଖ ପ୍ରୟୋଗ ଓ ପ୍ରଚାର ମିଶନାରୀ ଲୋକମାନେ ଖ୍ରୀଷ୍ଟାନ ଧର୍ମ ଗ୍ରହଣ କରିବାକୁ ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ସ୍ୱୟଂସେବକ କାର୍ଯ୍ୟ କରିଥିଲେ। ଧାର୍ମିକ ଉଦ୍ଦେଶ୍ୟକୁ ବିବୃଦ୍ଧ କରିବା ପାଇଁ ସେମାନେ ଅନ୍ୟମାନଙ୍କ ସଂସ୍କୃତି ନିମ୍ନତର ଭାବରେ ଦେଖିଲେ ତାଙ୍କୁ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଥିଲେ। ସମାଲୋଚନା ଆଉ ଅପରାଧ ଏହି ଯୁକ୍ତି ସ୍ୱୟଂ ଉଚ୍ଚାରଣ ହୁଏ ଧାର୍ମିକ ନୀତିଗତ ନିମିତ୍ତ ନିଜ ଆହ୍ୱାନକୁ ଅନ୍ୟମାନଙ୍କୁ ଥପାଇବାକୁ ବ୍ୟବହୃତ ହୁଏ। ଧର୍ମ ବାଜାରୀ ଭାବରେ ବ୍ୟବହୃତ ହେଉଥିଲା ଯାହା ସେମାନଙ୍କର ସ୍ୱାର୍ଥ ଓ ଆଇଡିଓଲୋଜିକ୍ ଦୃଷ୍ଟିକୋଣ ସେମାନଙ୍କ ପ୍ରଭାବକୁ ବଢ଼ାଉଥିଲା। ଧର୍ମ ବିବାଦ ପ୍ରତିଶ୍ରୁତି ସୃଷ୍ଟି କରୁଥିଲା। ନବ ଧର୍ମ ଗ୍ରହଣ କରିବାକୁ ନ ଚାହୁଁଥିବା ଲୋକଙ୍କର ସଂଘର୍ଷ ଧର୍ମୀୟ ଔଦାର୍ଯ୍ୟ ହତାଶା ଓ ସ୍ୱୟଂ ପରିଚୟ ହାନି ହେଉଥିଲା। କାଣା ନା ଆମର ଧାର୍ମିକ ଆଉ ଦୂତରା ଯୁକ୍ତିରେ ମାନେ ଧାର୍ମିକ କ୍ଷେତ୍ରରେ ମାନେ ଲୋକମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାକୁ ଶିକ୍ଷା ଆଉ ଚିକିତ୍ସା କ୍ଷେତ୍ରରେ ସ୍ୱୟଂସେବକ କାର୍ଯ୍ୟ କରୁଥିଲେ ସେନ୍ତାକି ଆମର ଧାର୍ମିକ କ୍ଷେତ୍ରରେ ସେଟା ହେଲା ତାର ଯୁକ୍ତି। ତାରପରେ
ସଭ୍ୟତା ଆନନ୍ଦ, ଉଚ୍ଚ ସଭ୍ୟତା ଯୁକ୍ତି, ବିବରଣୀ ବଜାୟ। ମାନେ ଦେଖ ଏହି ଯୁକ୍ତିରେ କାଣା ହେଲା, ଉପନିବେଶବାଦୀ ମାନେ ସେ ଦେଶମାନେ ଦାବି କରିଥିଲେ ଯେ ସେମାନେ ଏକ ସଭ୍ୟତା ଉଠେଇବେ କାର୍ଯ୍ୟ ନେଇଛନ୍ତି। ତାଙ୍କର ଲକ୍ଷ୍ୟ ହେଲା ଅନ୍ୟ ଲୋକମାନଙ୍କର ଜୀବନଶୈଳୀ, ଶିକ୍ଷା, ସ୍ୱାସ୍ଥ୍ୟ, ପରିଚାଳନା ପଦ୍ଧତି ଓ ଆଧୁନିକ ମୂଲ୍ୟବୋଧକୁ ଅନ୍ୱେଷଣ କରିବା। ତାର ପ୍ରୟୋଗ ଆଉ ପ୍ରଚାର କେନ୍ତା ନା, ବ୍ରିଟିଶ, ଫ୍ରେଞ୍ଚ, ପର୍ତ୍ତୁଗିଜ ଇତ୍ୟାଦି ସ୍ତରୀୟ ନିୟନ୍ତ୍ରଣ କୌଶଳ ଏବଂ ପ୍ରଶାସନ ପ୍ରଣାଳୀକୁ ନିର୍ଦ୍ଦେଶ କରିଥିଲେ। ନୂତନ ଶିକ୍ଷା ପ୍ରଣାଳୀ, ଆଧୁନିକ ବିଜ୍ଞାନ ଓ ଯୁକ୍ତିଶୀଳ ଚିନ୍ତନକୁ ପ୍ରଚାର କରିବାକୁ ଚେଷ୍ଟା କରାଯାଇଥିଲା। ସଭ୍ୟତାବାଦୀ ଚିନ୍ତାଧାରାରେ ଅନ୍ୟମାନଙ୍କୁ ନିମ୍ନ ସ୍ତରୀୟ ବୋଲି ଦେଖିବା ପ୍ରବୃତ୍ତି ଥିଲା। ସଭ୍ୟତା ଆନନ୍ଦ ଯୁକ୍ତି ସ୍ୱୟଂ ପ୍ରଭୃତିବାଦୀ ଚିନ୍ତାରେ ଏକ ମାସ୍କର ଭାବରେ ବ୍ୟବହୃତ ହେଉଥିଲା। ଉଚ୍ଚ ସଭ୍ୟତା ବୋଲି ଅବହେଳା କରାଯାଇଥିଲା। ସାମ୍ପ୍ରଦାୟିକ ସଂସ୍କୃତି, ଜାତୀୟ ଔଦାର୍ଯ୍ୟ ଏବଂ ସ୍ୱୟଂଚୟକୁ ଏହା ଲୋକମାନଙ୍କର ପରିଚୟ ଓ ଆତ୍ମସମ୍ମାନକୁ କ୍ଷତି କରିଥିଲା। କାଣା ନା, ଆମର ସଭ୍ୟତା ଆନନ୍ଦ ବା ସିଭିଲାଇଜିଂ ମିଶନ, ଦେଖ ବିବରଣୀ ବଜାୟ ଦେଇଛି, ତାପରେ ପ୍ରୟୋଗ ପ୍ରଚାର, ତାପରେ ସମାଲୋଚନା ଆଉ ଅପରାଧ, ତାପରେ ଆର୍ଥିକ ଯୁକ୍ତି ଇକୋନୋମିକ୍ ଜଷ୍ଟିଫିକେସନ୍। କାଣା ହେଲା ନା, ଯେନ୍ ଉପନିବେଶବାଦୀ ଦେଶମାନେ ସେମାନେ ଦାବି କରିଥିଲେ ସେମାନଙ୍କର ଏହି କାର୍ଯ୍ୟରେ ମାନେ ଆଞ୍ଚଳିକର ଓ ଅର୍ଥନୈତିକ ଉନ୍ନତି ହେବା, ବାଣିଜ୍ୟ ବୃଦ୍ଧି ହେବା, ଭୂମି ପଦାର୍ଥ ସମ୍ପଦ ଏବଂ ଉତ୍ପାଦନ ପ୍ରଣାଳୀରେ ଉନ୍ନତି ଲକ୍ଷ୍ୟ ଥିଲା। ଆର୍ଥିକ ଯୁକ୍ତିରେ ଉପନିବେଶିତ ଦେଶମାନଙ୍କ ସମ୍ପଦ ବିନା ଲାଗତରେ ନିର୍ଗତ ହେଉଥିଲା। ଶସ୍ତା କାର୍ଯ୍ୟଶକ୍ତି ଏବଂ କାମର ବଜାର ଉପନିବେଶକୁ ଲାଭ ଦଉଥିଲା ସେଟା। ତାରପରେ ଦେଶମାନଙ୍କର ଆର୍ଥିକ ସ୍ୱାଧୀନତା ଉଲ୍ଲଙ୍ଘିତ ହୋଇଥିଲା। ମନୁଜଙ୍କୁ କେବଳ ଶ୍ରମଦାତା ଭାବରେ ଦେଖାଯାଉଥିଲା। ସେମାନଙ୍କର ଅଧିକାର ଅପହୃତ ହେଉଥିଲା। ଉତ୍ପାଦନ ଓ ବାଣିଜ୍ୟର ଲାଭ ଅଧିକାଂଶ ଉପନିବେଶକ ଦେଶକୁ ଯାଉଥିଲା। ତେବେ ଆଞ୍ଚଳିକ ଲୋକମାନଙ୍କୁ କିଛି ଲାଭ ନ ମିଳୁଥିଲା। ଯେତେକନା ଉପନିବେଶବାଦ ମାନେ ଆସିକିରି ଗୋଟେ ଜାଗାନେ ରହିବେ, ସେମାନେ ତାଙ୍କର ଆର୍ଥିକ ଯୁକ୍ତି ତାଙ୍କର ମାନେ ଇଏ କରିବେ, ତ ହେନେ ଯେନ୍ ମାନେ ରହୁଥିବେ ତାଙ୍କର କିଛି ଲୋକମାନଙ୍କର ନା ଲାଭ ନି ହଉଥିଲା। ତାପରେ ରାଜନୈତିକ ଜଷ୍ଟିଫିକେସନ୍ ସେନ୍ତା ମାନେ ସେ ଉପନିବେଶ ଦେଶମାନେ ଆସିକିରି ଗୋଟେ ଦେଶରେ ତାଙ୍କର ନା ଶାସନ ଚଲାବାର ଇଏ କଲେ। ତେଣୁ ଅନ୍ୟ ଲୋକମାନଙ୍କର ଜୀବନରେ ନ୍ୟାୟ, ଆନ୍ତରିକ ସଂଘର୍ଷ ହ୍ରାସ ଏବଂ ସାଧାରଣ ଶାସନ ବୃଦ୍ଧି ହେବା। ସ୍ୱଦେଶୀ ରାଜନୈତିକ ଗଠନ ବିଚ୍ଛିନ୍ନ କରିବାକୁ ପ୍ରଶାସନିକ ନିୟନ୍ତ୍ରଣ ଲାଗୁ କରାଯାଇଥିଲା। କେନ୍ଦ୍ରୀୟ ସୁବିଧା, ପୁଲିସ ଓ ଆଇନ ବ୍ୟବସ୍ଥା ନିୟନ୍ତ୍ରଣ ଶକ୍ତିଶାଳୀ ଭାବେ ଉପନିବେଶଙ୍କ ଦେଶଙ୍କ ହାତରେ ରହିଥିଲା। ଉପନିବେଶକ ଦେଶମାନେ ଅନ୍ୟ ରାଜ୍ୟଗୁଡ଼ିକ ସହ ଉତ୍ସାହ ଓ ସାମର୍ଥ୍ୟକୁ ଉପଯୋଗ କରିଥିଲେ। ଯୁଦ୍ଧ ନିୟନ୍ତ୍ରଣ ଏବଂ ସୂଚନା ନୀତି ଆଦି ସମାଲୋଚନା, ଅପରାଧ, ରାଜନୈତିକ ନିୟନ୍ତ୍ରଣ ଲକ୍ଷ୍ୟ ଦିଆଯାଇଥିଲେ ମଧ୍ୟ ଲୋକମାନଙ୍କର ସ୍ୱୟଂଚୟ ଓ ନିଷ୍ପତ୍ତି ଅଧିକାର ଅନିଷ୍ପନ୍ନ ରହିଗଲା। ସ୍ଥିରତା ଯୁକ୍ତି ସଦା କେବଳ ଉଚ୍ଚ ଶକ୍ତି ଦୃଷ୍ଟିକୋଣରୁ ମୂଲ୍ୟାୟିତ ହୁଏ। ଏହା ବାରମ୍ବାର ସ୍ୱୟଂ ଶକ୍ତି ସ୍ଥାପନକୁ ଉପେକ୍ଷା କରି ଶକ୍ତିଶାଳୀ ନିୟନ୍ତ୍ରଣ ଧାରଣାକୁ ପ୍ରୋତ୍ସାହିତ କରିଥିଲା। ସେନ୍ତା ଏଇଟା ଅଛି, ତୁମେ ନୋଟ୍ସ କରିନେବ ଏଇଟା। ଏନ୍ତା ମାନବତା ପ୍ରଗତି ଯୁକ୍ତି ଅଛି। ତାରପରେ ଆନ୍ତର୍ଜାତିକ ପ୍ରତିଶୋଧ, ବେଶୀ ନି ସର୍ଟ ସର୍ଟ ଅଛି। ଆମେ ଆଲୋଚନା କର୍ମା ଏଖେନ୍ ଆମେ ଯୁକ୍ତି ଗୁଡ଼ିକର ସମାଲୋଚନା କର୍ମା। ଦେଖ ବାସ୍ତବ ପରିସ୍ଥିତି ସହ ତାଳମେଳ ନଥିବା, ସେଟା ହେଲେ ଅନେକ ସମୟରେ ଉପନିବେଶକ ଦେଶମାନେ ବଡ଼ ଆଶା ସହ ଯାଇଥିଲେ, କିନ୍ତୁ ସେମାନଙ୍କର ବିକାଶ ଓ ପ୍ରଗତି ପ୍ରତିଜ୍ଞା ଅନୁଷ୍ଠାନରେ ବେଶୀ କ୍ଷୁଦ୍ର ଫଳ ଦେଇଥିଲା। ବାସ୍ତବତଃ ତଳ ସ୍ତରର ଲୋକମାନଙ୍କୁ ସେହି ଲାଭ ମିଳିଥିଲା କି ଅନେକ କ୍ଷେତ୍ରରେ ମିଳି ନଥିଲା। ସେମିତି ଶକ୍ତି ଓ ନିୟନ୍ତ୍ରଣର ଭୂମିକା, ଉପନିବେଶବାଦକୁ ଧାରଣ କରାଯାଇଥିବା ଯୁକ୍ତିଗୁଡ଼ିକ ଅନେକ ବେଳେ ଶକ୍ତି ସମ୍ପର୍କୀୟ ନିୟନ୍ତ୍ରଣ ସାଧନକୁ ପ୍ରଚାର କରିଥିଲେ। ସ୍ୱୟଂ ପ୍ରଚାରିକ ନୀତି, ସମ୍ପଦ ଓ ସୂଚନା ନିୟନ୍ତ୍ରଣ ଉପନିବେଶଙ୍କ ଦେଶ ରେ ହାତରେ ରହିଯାଇଥିଲା, ଯାହା ଲୋକମାନଙ୍କର ମୂଲ୍ୟ ଓ ପ୍ରକ୍ରିୟା ସ୍ୱୟଂ ନିୟନ୍ତ୍ରଣ କରିବାକୁ ଅସମର୍ଥ କରୁଥିଲା। ସ୍ୱୟଂଚୟ ଓ ଆଜାଦିର ଅଭାବ, ଉପନିବେଶଙ୍କ ଦେଶମାନଙ୍କ ଅନ୍ୟମାନଙ୍କୁ ତାଙ୍କ ପ୍ରତିଚୟ ବା ପରିଚୟ, ସଂସ୍କୃତି ଓ ନିଷ୍ପତ୍ତି ଅଧିକାର ଦେଇନଥିଲେ। ଲୋକମାନଙ୍କର ସ୍ୱୟଂଚୟ କ୍ଷେତ୍ର ବାଧା ଦେଇଥିଲା।
ହୋଇଥିଲା। ଏହା ଲୋକତନ୍ତ୍ର, ନ୍ୟାୟ ଓ ସାଧାରଣ ଅଧିକାର କାଳ୍ପନିକ ଭାବରେ ଅନେକ ପ୍ରଶ୍ନ ଉଠାଇଥିଲା। ନ୍ୟାୟ ସମ୍ବନ୍ଧୀୟ ପ୍ରଶ୍ନ। ଉପନିବେଶବାଦୀ ନୀତି ଏକ ପ୍ରବଳ ଶକ୍ତି ସମ୍ପର୍କୀୟ ଚାଳକ ଥିଲା, ଯାହା ନ୍ୟାୟ ଓ ସମତାର ନୀତିଗତ ଅଭିଗମକୁ ବିପରୀତ କରୁଥିଲା। ଲୋକମାନଙ୍କର ମୂଲ୍ୟ, ପରିଚୟ ଓ ସଂସ୍କୃତି ଅନ୍ୟମାନଙ୍କ ଇଚ୍ଛାନୁସାରେ ପରିଣତ ହେଉଥିଲା। ଏହା ନ୍ୟାୟ ଓ ମୂଲ୍ୟବୋଧର ଉଲ୍ଲଂଘନ ଥିଲା। ସେମିତି ସଂସ୍କୃତି, ପରିଚୟ ଓ ପ୍ରତିବିମ୍ବର ବି ସେମିତି। ଉପନିବେଶ ବାଦ ପରର ପରଯୁଗର ପ୍ରତିଫଳିତ ଦେଖମା। ଅର୍ଥନୈତିକ ନିର୍ଭରତା ଅଛି, ସାମାଜିକ ସାଂସ୍କୃତିକ ପରିବର୍ତ୍ତନ, ରାଜନୈତିକ ସଂସ୍ଥା ବିକାଶରେ ଅସାମାନ୍ୟ ଚିନ୍ତନ, ଆଇଡ଼ିଓଲୋଜି ଓ ପ୍ରସ୍ତାବମୂଳକ ଚୈତନ୍ୟର ପୁନର୍ଗଠନ। ତାପରେ ଲାଷ୍ଟ ଦେଖ, ମାନେ ଉପନିବେଶବାଦୀ ଯୁଗରେ ଉପନିବେଶକ ଦେଶମାନେ ଅନେକ ନ୍ୟାୟ ଓ ଆଦର୍ଶ ଯୁକ୍ତି ଉପସ୍ଥାପନା କରିଥିଲେ। ଧାର୍ମିକ ସଭ୍ୟତା, ଆନନ୍ଦ, ଆର୍ଥିକ ଉନ୍ନତି, ରାଜନୈତିକ ଶାସନ, ନୈତିକ ଆଦର୍ଶ, ମାନବତା ପ୍ରଗତି, ଆନ୍ତର୍ଜାତୀୟ ପ୍ରତିସ୍ପର୍ଦ୍ଧା ଆଦି। ତଥାପି ଏହି ଯୁକ୍ତିଗୁଡ଼ିକର ବହୁତ ଦୁର୍ବଳତା, ନିଷ୍ଠା ହ୍ରାସ ଓ ବାସ୍ତବ ପରିସ୍ଥିତି ସହ ତାଳମେଳ ନଥିବା ଦୃଷ୍ଟିକୋଣ ଅଛି। ଉପନିବେଶବାଦ ପରବର୍ତ୍ତୀ ଯୁଗରେ ଦେଶଗୁଡ଼ିକ ଏହି ପ୍ରଭାବକୁ ସ୍ୱୀକାର କରି ଖୋଟ ପ୍ରଭାବକୁ ସଂଶୋଧନ କରିବା, ସ୍ୱୟଂଚୟ ଓ ନିଷ୍ପତ୍ତି ଅଧିକାର ପୁନରୁଦ୍ଧାର କରିବା ଉଦ୍ୟମ କରିଛନ୍ତି। ଏହି ରୂପରେ ଉପନିବେଶବାଦର ଯୁକ୍ତି ବିଭିନ୍ନ ପ୍ରଚାର ଓ ନୀତିଗତ ଆଧାରରେ ଗଢ଼ାଯାଇଥିଲା, କିନ୍ତୁ ସେଗୁଡ଼ିକର କ୍ଷୋଭ ତାଳ ପାଇଁ ଅନେକ ପ୍ରଶ୍ନ ଓ ସମାଲୋଚନା ଉଦ୍ଭାବିତ ହୋଇଛି। ଯଦି ତୁମେ ଚାହୁଁଛ